ପିଲାମାନେ ଆଜି ଆମେ ଏକ ନୂଆ ଗପ ଶୁଣିବା। ଗପଟିର ନାଁ ହେଉଛି ଆମରି ପରି ଚମ୍ପା। ମହାରାଣା ପ୍ରତାପ ବୋଲି ଜଣେ ରାଜା ଥିଲେ। ସେ ଆକବରଙ୍କ ଠାରୁ ଯୁଦ୍ଧରେ ପରାସ୍ତ ହୋଇ ପରିବାର ସହିତ ବଣରେ ରହୁଥିଲେ। ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିଲେ। ଝିଅର ନାଁ ହେଉଛି ଚମ୍ପା। ଦିନେ ଭାଇ ଭଉଣୀ ନଦୀ କୂଳରେ ଖେଳୁଥିଲେ। ଭାଇକୁ ଭୋକ ଲାଗିବାରୁ ସେ କାନ୍ଦିଲା। ଖାଇବାକୁ କିଛି ନଥିଲା ବୋଲି ଚମ୍ପା ତାକୁ ଗପ ଶୁଣାଇ ଶୁଆଇ ଦେଲା। ସେହି ଦିନଠାରୁ ଚମ୍ପାକୁ ଯାହା ଖାଇବାକୁ ମିଳେ ସେଥିରୁ କିଛି ଭାଇ ପାଇଁ ସାଇତି ରଖେ। ଭାଇକୁ ଭୋକ ଲାଗିଲେ ସେଥିରୁ ଖାଇବାକୁ ଦେଇଦିଏ। ଥରେ ମହାରାଣା ପ୍ରତାପ ଚୁପଚାପ ବସି କିଛି ଭାବୁଥାନ୍ତି। ଚମ୍ପା ପଚାରିଲା, ବାପା, ଆପଣ କ'ଣ ଭାବୁଛନ୍ତି? ମହାରାଣା ପ୍ରତାପ କହିଲେ, ଆଜି ଆମ ଘରକୁ ଜଣେ ଅତିଥି ଆସୁଛନ୍ତି, କିନ୍ତୁ ସେ ଆଜି ଭୋକିଲା ଚାଲିଯିବେ। ଚମ୍ପା କହିଲା, ବାପା, ଆପଣ ଚିନ୍ତା କରନ୍ତୁ ନାହିଁ। ଗତକାଲି ମା ଦେଇଥିବା ପିଠାକୁ ମୁଁ ନ ଖାଇ ଭାଇ ପାଇଁ ପଥର ତଳେ ରଖିଛି। ଅତିଥି ଆସିଲେ ସେହି ପିଠାକୁ ଖାଇବାକୁ ଦେଇଦେବା। ସେ ଖାଇ ଚାଲିଯିବେ। ଚମ୍ପା 2-4 ଦିନରେ ଥରେ ଖାଇ ତାର ପିଠାକୁ ଭାଇ ପାଇଁ ରଖୁଥିବାରୁ ଚମ୍ପାର ଶରୀର ଅସୁସ୍ଥ ହୋଇଗଲା। ମହାରାଣା ପ୍ରତାପ ଝିଅକୁ କୋଳକୁ ନେଇ ବହୁତ ଦୁଃଖ କରିବା ସହିତ କାନ୍ଦି କାନ୍ଦି କହିଲେ, ଚମ୍ପା, ମୁଁ ପତ୍ର ଲେଖି ପଠାଇ ଦେଉଛି ଆକବରଙ୍କ ପାଖକୁ। ସେ ଆମ୍ଭ ରାଜ୍ୟ ଫେରାଇ ଦେବେ। ଏ କଥା ଶୁଣି ଚମ୍ପା ଚମକି ପଡ଼ିଲା ଏବଂ କହିଲା, ବାପା, ଆପଣ ଏ କ'ଣ କରୁଛନ୍ତି? ଆମ ପାଇଁ କ'ଣ ଆପଣ ଆକବରଙ୍କ ଦାସ ହୋଇ ରହିବେ? ବାପା, ଆପଣ ଦେଶକୁ ନୀଚ କରନ୍ତୁ ନାହିଁ। ମୋର ଆପଣଙ୍କୁ ଅନୁରୋଧ, ଆକବରଙ୍କ ଅଧୀନତା ସ୍ୱୀକାର କରନ୍ତୁ ନାହିଁ। ଏହା କହି ବାପାଙ୍କ କୋଳରେ ସବୁଦିନ ପାଇଁ ସେ ଆଖି ବୁଜିଦେଲା। ଚମ୍ପା ନିଜ ବଳିଦାନରେ ମହାରାଣା ପ୍ରତାପଙ୍କ ବିଚାର ବଦଳାଇ ଦେଲା। ଏହାଦ୍ୱାରା ଦେଶ ଓ ଜାତିର ଗୌରବ ରକ୍ଷା ହୋଇପାରିଲା। ଧନ୍ୟବାଦ।